ବସୁଧାପତି ସେ ନୀଳକଣ୍ଠ ନାମେ ଖ୍ୟାତ, ବିଧାନରେ ମୁହିଁ ତାହାଙ୍କର ଜ୍ୟେଷ୍ଠ ସୁତ ଯେ। ବୀରବର ପଦ ଉପ ଇନ୍ଦ୍ର ମୋର ନାମ, ବାରେ ବାରେ ସେ ବାରି ମନାଇ ସୀତା ରାମ ଯେ। ବିଚିତ୍ର କବିତ୍ୱ ମାର୍ଗେ ପ୍ରସରିଲା ବୁଦ୍ଧି, ବିରଚିଲି ରାମାୟଣ ଏ ମୋ ବଡ଼ ସିଦ୍ଧି ଯେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯାହାଙ୍କର ରଚନା ଯେଉଁ କୁହାଯାଉଛି ବିରଚିଲି ରାମାୟଣ ଏ ମୋ ବଡ଼ ସିଦ୍ଧି, ଏଇ ବୈଦେଶ ବିଳାସ ପ୍ରସିଦ୍ଧ ରାମକାବ୍ୟ ତାଙ୍କର ଶେଷ ଛାନ୍ଦ 52 ଛାନ୍ଦରେ ନିଜ ବଂଶ ପରିଚୟ ପ୍ରଦାନ କରି ନିଶ୍ଚିତ ଭାବରେ ସମଗ୍ର ଓଡ଼ିଆ ଜାତିକୁ ସେ କୃତ୍ୟ କରିଦେଇଛନ୍ତି। ବୈଦେଶ ବିଳାସରେ ଅନୁପମ କିଭଳି ଭାବରେ ପତି ପ୍ରେମ ଆଉ ପତ୍ନୀ ପ୍ରେମର ଝଙ୍କାର ଶୁଣାଯାଇଛି, ନିଶ୍ଚିତ ଭାବରେ ଏହା ଭାରତୀୟ ଯୁଗ୍ମ ଦାମ୍ପତ୍ୟ ଜୀବନର ଦାର୍ଶନିକ ଦିଗକୁ ନିଶ୍ଚିତ ଭାବରେ ଉନ୍ମୋଚିତ କରୁଛି। କିଭଳି ଭାବରେ ବୈଦେଶ ବିଳାସର 15ତମ ଛାନ୍ଦରେ ସୁନ୍ଦର ଭାବରେ ପତ୍ନୀ ସୀତାଙ୍କୁ ସେ ନିଜର ଏକପତ୍ନୀ ବ୍ରତର ପ୍ରମାଣ ଦେବାକୁ ଯାଇ କହିଛନ୍ତି, ବିଦଗଧ ଶ୍ରୀରାମଚନ୍ଦ୍ର କହେ ବନ୍ଧୁ ଜୀବନ ଥିବାର ଏ ଦେହେ, ବିଳାସିନୀ ନ କରିବି ଆନକୁ, ବୋଲି ଛୁଇଁ ଦୀପ ହୁତାସନକୁ। ଠିକ୍ ଏଇଭଳି ଭାବରେ ପତ୍ନୀ ପ୍ରେମର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳେ ବୈଦେଶ ବିଳାସର 23ତମ ଛାନ୍ଦରେ, ଯେଉଁଠି ଶୂର୍ପଣଖା ନିଶ୍ଚିତ ଭାବରେ ତାଙ୍କ ଅଙ୍ଗସଙ୍ଗ ଲାଭ କରିବା ପାଇଁ ପ୍ରବଳ ପ୍ରଚେଷ୍ଟା କରିଥିଲା ଏବଂ ଅସଫଳ ମଧ୍ୟ ହୋଇଥିଲା। ଏହି ବୈଦେଶ ବିଳାସର 23ତମ ଛାନ୍ଦ, ଯାହାକି 92ଗୋଟି ପଦ ମଧ୍ୟରେ ରଚିତ କରାଯାଇଛି ଏବଂ ଏହାର ଯେଉଁ କୁହାଯାଉଛି ରାଗ ଚିନ୍ତା ଦେଶାକ୍ଷରେ ଏହା ରଚିତ ହୋଇଛି ଏବଂ 2 ପାଦରେ 1 ପଦ ଚିନ୍ତା ଦେଶାକ୍ଷ ରାଗ ଏବଂ ପ୍ରତି ପାଦର ଅକ୍ଷର ସଂଖ୍ୟା 13, ଯଥାକ୍ରମେ ଏହାର ପାଦର ତୃତୀୟ, ଅଷ୍ଟମ ଏବଂ ଶେଷ ଅକ୍ଷର ଉପରେ ସୁନ୍ଦର ଭାବରେ ଯତିପାତ ନିର୍ଣ୍ଣୟ କରାଯାଇପାରିବ ଏହି 23ତମ ଛାନ୍ଦ। ଏବଂ ଏହାର ନିଶ୍ଚିତ ଭାବରେ ଶ୍ରେଷ୍ଠ ପଦଗୁଡ଼ିକୁ ଆଲୋଚନା କରିବା, ଯାହାକି ଆମ ସମୟ ସୁବିଧା ଦୃଷ୍ଟିରୁ ଠିକ୍ ଦଣ୍ଡକାରଣ୍ୟରେ ବିହାର କରୁ କରୁ କିଭଳି ଭାବରେ ଅପରୂପ ଶାନ୍ତ କାନ୍ତ ଦିବ୍ୟ ଋଷି ମନୋଭଲା ରୂପକୁ ଦେଖି ସେଦିନ ଶୂର୍ପଣଖା ନିଶ୍ଚିତ ଭାବରେ ଯେ ଅସୁରିକ ପ୍ରବୃତ୍ତି ତାର ମନ ମଧ୍ୟ ବିଗଳିତ ହୋଇଥିଲା ଏବଂ ସେ ଶ୍ରୀରାମଙ୍କୁ ପାଇବା ପାଇଁ ପତି ରୂପରେ ଆପ୍ରାଣ ଉଦ୍ୟମ କରିଥିଲା ଏବଂ ତାଙ୍କୁ ମଧ୍ୟ ନିଜ ବଂଶ ପରିଚୟ ଦେବା ପାଇଁ ଯାଇ କହିଛି, ବିଶ୍ରବାନନ୍ଦିନୀ ମୁଁ ଯେ କୂଳରେ ସାଧୁ, ବିଶ୍ରବାଇ ଓଷ୍ଠୁପିୟ ମଧୁର ମଧୁ, ହେ ପ୍ରିୟ ବନବାସୀ, ମୁଁ ବିଶ୍ରବା ନନ୍ଦିନୀ ଶୂର୍ପଣଖା, ମୋର ପିତା ବିଶ୍ରବା ଋଷି ଯିଏକି ବ୍ରହ୍ମ ଅଂଶରେ ଜାତ ହୋଇଛନ୍ତି, ତେଣୁ ନିଶ୍ଚିତ ଭାବରେ ଏହି ବ୍ରାହ୍ମଣ ବଂଶଜ ମୁଁ, ତେଣୁ ତୁମେ ମୋତେ ବିବାହ କର ଏବଂ ଯେଉଁ କୁହାଯାଉଛି ମୋର ଜାତି ଅତ୍ୟନ୍ତ ଉତ୍ତମ, ତେଣୁ ମୋ ଓଷ୍ଠରୁ ସୁମିଷ୍ଠ ମଧୁ ଝରାଇ ତୁମେ ପାନ କର ଏବଂ ଅତ୍ୟନ୍ତ ସ୍ୱାଦିଷ୍ଟ ଅତ୍ୟନ୍ତ ଆନନ୍ଦିତ ଏବଂ ତୁମ ଜୀବନ ସାର୍ଥକ ହୋଇଯିବ। ହେ ତପସ୍ୱୀ ବନବାସୀ, ଏହା କହୁଛନ୍ତି ଶୂର୍ପଣଖା। ଆହୁରି ମଧ୍ୟ ଏହାର 34ତମ ପଦରେ କୁହାଯାଇଛି, ବକ୍ଷଜାତ ହରେ ଦେଲେ କମଳ କର, ବତ୍ସଳ ସେ ଫଳେ ହେବ ରାଜା ସ୍ୱର୍ଗର। ଯଦି ତୁମେ ମୋର ଏଇ ବକ୍ଷଜ ଯେଉଁ କୁହାଯାଉଛି ଶମ୍ଭୁ ଅର୍ଥାତ୍ ମୋହର ବକ୍ଷଜାତ ଶମ୍ଭୁରେ ସ୍ନେହଯୁକ୍ତ ହୋଇ ତୁମେ ଯଦି ହସ୍ତ ପ୍ରଦାନ କରିବ, ଅଥଚ ମୋ ସ୍ତନରେ ଯଦି ତୁମେ ହସ୍ତ ପ୍ରଦାନ କରିବ, ନିଶ୍ଚିତ ଭାବରେ ଯାହାଫଳରେ ତୁମେ ସ୍ୱର୍ଗରେ ଇନ୍ଦ୍ର ହେବ, ଏଇଭଳି ଭାବରେ ଇନ୍ଦ୍ର ସୁଖକୁ ପ୍ରାପ୍ତ ହୋଇପାରିବ, ଏହା କହୁଛନ୍ତି ଶୂର୍ପଣଖା। ଏହାର 34ତମ ପଦରେ ଏବଂ 35ତମ ପଦରେ ଆହୁରି ମଧ୍ୟ କୁହାଯାଇଛି, ବାର ବେନିପୁରେ ରାଜା ମୋର ସଦର,
ବାରତା ପାଇ ହୋଇବେ ହରସ ଭର। ବାର ବେନିପୁରେ ଅର୍ଥାତ୍ 14 ଭୁବନର ରାଜା ହର୍ତ୍ତା କର୍ତ୍ତା ଦୈବ ବିଧାତା ହେଉଛନ୍ତି ମୋର ଭ୍ରାତା ରାବଣ ଲଙ୍କେଶ ଦଶାନନ। ଯେତେବେଳେ ସେ ଏ ଖବରକୁ ପ୍ରାପ୍ତ ହେବେ ଯେ ମୁଁ ତୁମକୁ ବିବାହ କରିଛି, ସେ ଅତ୍ୟନ୍ତ ଖୁସି ପ୍ରକଟ କରିବେ। ଏହା କୁହାଯାଇଛି ଏହି ତ୍ରୟୋବିଂଶ ଛନ୍ଦର 35ତମ ପଦରେ। ବୋଇଲେ ରଘୁନନ୍ଦନ ରେ ରାମ ବର, ବ୍ରତ ଆଚରଣ ଏକ ପତ୍ନୀ ମୋହର। ଏହାର 38ତମ ପଦରେ କୁହାଯାଇଛି ରାମଚନ୍ଦ୍ର ସମ୍ବୋଧନ କରି ଶୂର୍ପଣଖାକୁ କହୁଛନ୍ତି ରେ ରାମାବର ଅର୍ଥାତ୍ ହେ ସୁନ୍ଦରୀ, କିନ୍ତୁ ମୁଁ ଏକ ପତ୍ନୀ ବ୍ରତରେ ବିଶ୍ୱାସ କରେ। ମୋର ପତ୍ନୀ ଅଛନ୍ତି, ତେଣୁ ମୁଁ ଏକ ପତ୍ନୀ ବ୍ରତକୁ ଅବଲମ୍ବନ କରିଛି। ମୁଁ ତୁମକୁ ବିବାହ କରିପାରିବି ନାହିଁ। ବଡ଼ କୂଳେ ଜାତ ଭୂପ ଭଗିନୀ ତୁହି, ବୃଷସ୍ୟନ୍ତି ଆଚରଣ ଭଲ ତ ନୋହି। 39ତମ ପଦରେ ରାମଚନ୍ଦ୍ର କହୁଛନ୍ତି ନିଶ୍ଚିତ ଭାବରେ ତମେ ଏକ ରାଜାର ଭଉଣୀ, ପୁଣି ଉଚ୍ଚ ବଂଶରେ ଜାତ, ତେଣୁ ତୁମର ଏଇଭଳି ଭାବରେ ଏକ କାମୁକୀ ଆଚରଣ, ଏକ କାମଶକ୍ତ ନାରୀର ଆଚରଣ ଏହା ନିଶ୍ଚିତ ଭାବରେ ଉଚିତ ନୁହେଁ ବୋଲି ରାମଚନ୍ଦ୍ର କହୁଛନ୍ତି। ପୁନଶ୍ଚ ରାମଚନ୍ଦ୍ର କହୁଛନ୍ତି ବିଷ୍ଣୁପଦୀ ଜଳ କେଡ଼େ ନିର୍ମଳ ଯୋଷା, ବାରିଦ ଆବିଳ ଜଳେ ଚାତକ ଆଶା। ରାମଚନ୍ଦ୍ର ଉତ୍ତର କରୁଛନ୍ତି ହେ ନାରୀ ଶ୍ରେଷ୍ଠ, ଗଙ୍ଗାର ଜଳ ଯେତେ ନିର୍ମଳ ହେଲେ ସୁଦ୍ଧା ଚାତକ ପକ୍ଷୀର ଆଶା ତହିଁରେ କେବେ ହେଲେ ମେଣ୍ଟି ନଥାଏ, ଏବଂ ମେଘର ଗୋଳିଆ ପାଣି ତାହାର ଆଶା, ଏବଂ ସେ ନିଶ୍ଚିତ ଭାବରେ ଚାହିଁଥାଏ କେବେ ବର୍ଷା ହେବ, ସେ ବର୍ଷାର ଏଇ ଗୋଳିଆ ଜଳକୁ ହିଁ ପାନ କରିବ। ସେହିଭଳି ଭାବରେ ତୁମେ ଯେତେ ରତି ନିପୁଣ ହେଲେ ମଧ୍ୟ ମୋ ମନ ତୁମ ପ୍ରତି ନିଶ୍ଚିତ ଭାବରେ ନାହିଁ, କାରଣ ମୋ ମନ ହିଁ ମୋର ସେହି ସୀତା ଯେ ବର୍ଷାର ଆବିଳ ଜଳ ତା ପ୍ରତି ଆକୃଷ୍ଟ ହୋଇଛି। ଏବଂ ଏହାପରେ ରାମଚନ୍ଦ୍ରଙ୍କର ପରାମର୍ଶରେ ଏହି କାମୁକୀ ଶୂର୍ପଣଖା ଲକ୍ଷ୍ମଣଙ୍କର ଶରଣାପନ୍ନ ହୋଇଛନ୍ତି ଏବଂ ଯଥୋଚିତ ଭାବରେ ସେ ଲକ୍ଷ୍ମଣଙ୍କୁ ପ୍ରୀତି ନିବେଦନ କରିଛନ୍ତି ଏବଂ ବିବାହ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି। କିନ୍ତୁ ଲକ୍ଷ୍ମଣ ତାଙ୍କୁ ଏଭଳି ଭାବରେ ଉତ୍ତର ଦେଇଛନ୍ତି ଏହି ତ୍ରୟୋବିଂଶ ଛାନ୍ଦରେ, ଯାହା କୁହାଯାଇଛି ବ୍ରହ୍ମାଣ୍ଡେ ଏକ ରାଜ ଭଗିନୀ ହେବ କି, ବିହୁ ଭୂମି ଚାଷ ଜାତ କନ୍ୟା ସେବ କି। ଅର୍ଥାତ୍ ବ୍ରହ୍ମାଣ୍ଡ ମଧ୍ୟରେ ସେ ସର୍ବଶ୍ରେଷ୍ଠ ରାଜାଙ୍କର ଭଉଣୀ ଅଛନ୍ତି, ଦଶାନନଙ୍କର ଭଉଣୀ ଶୂର୍ପଣଖା। ନିଶ୍ଚିତ ଭାବରେ ସେ କିଭଳି ଭାବରେ ଭୂମି ଚଷୁ ଚଷୁ ଜାତ ହୋଇଥିବା ଗୋଟେ କନ୍ୟାର ସେବକୀ ହେବ, ଅର୍ଥାତ୍ ମାଟିରୁ ଉତ୍ପନ୍ନ ହୋଇଥିବା ସୀତାଦେବୀ ଯିଏ ଏକ ଚାଷୀଙ୍କର କନ୍ୟା, ଜନକଙ୍କର କନ୍ୟା, ତାଙ୍କର ସେବକୀ ହୋଇପାରିବ କି ଏକ ରାଜଭଗ୍ନୀ? ଅଥଚ ଲକ୍ଷ୍ମଣ କହୁଛନ୍ତି ହେ ଶୂର୍ପଣଖା, ତମେ ଯଦି ମୋର ସ୍ତ୍ରୀ ହେବ ତୁମେ ନିଶ୍ଚିତ ଭାବରେ ସୀତାଙ୍କର ଦାସୀ ହେବ, କାରଣ ମୁଁ ରାମଚନ୍ଦ୍ରଙ୍କର ଦାସାନୁଦାସ, ଆଉ ତୁମେ ସର୍ବଶ୍ରେଷ୍ଠ ରାଜାଙ୍କ ଭଗ୍ନୀ, ଆଉ ସୀତା ମାଟି ତଳୁ ଜାତ ହୋଇଥିବା ଏକ ସାଧାରଣ କନ୍ୟା। ବାସେ ରାତ୍ର ଯୋଗୀ ପ୍ରାୟ ନିଦ୍ରାକୁ ତେଜି, ବାହୁଡ଼ରେ ବରାଙ୍ଗନା ମତେ ନ ଭଜେ। ଲକ୍ଷ୍ମଣ କହୁଛନ୍ତି ହେ ବରାଙ୍ଗନା, ହେ ରମଣୀ ଶ୍ରେଷ୍ଠ, ମୁଁ ନିଦ୍ରା ନ ଯାଇ ଯୋଗୀ ପ୍ରାୟ ଜଗି ବସେ ଏହି ଉଟଜ ଯେଉଁ କୁହାଯାଉଛି କୁଟୀର ଦ୍ୱାରରେ ମୋ ଭାଇ ଏବଂ ଏହି ଦେବୀ ସୀତାଙ୍କୁ ନିଶ୍ଚିତ ଭାବରେ ଜଗୁଆଳ ଭାବରେ ମୁଁ ଜଗି ରହେ। ଆଉ ଏପରି ଅବସ୍ଥାରେ ମୋତେ ମନ ନ ବଳାଇ ତୁମେ ଫେରିଯାଅ। ବାର ବାର ପ୍ରତାରିତ ହେବା ପରେ ରାମଚନ୍ଦ୍ର ଏକ ପତ୍ର ଲେଖୁଛନ୍ତି ଏବଂ ଶୂର୍ପଣଖା ହସ୍ତରେ ସେ ଲକ୍ଷ୍ମଣଙ୍କ ନିକଟକୁ ପ୍ରେରଣ କରୁଛନ୍ତି ଏବଂ ଏହାକୁ ଗ୍ରହଣ କରିବା ପାଇଁ ମଧ୍ୟ ସେ ଚିଠିରେ ଏଇଭଳି ଏକ ବାର୍ତ୍ତା ଅଛି, ଯାହାକୁ ପଢ଼ି ଶୂର୍ପଣଖା ନିଶ୍ଚିତ ଭାବରେ ମହା ଆନନ୍ଦିତ ହୋଇଛନ୍ତି। କିନ୍ତୁ ସେ ଭାଷାଟି ଥିଲା ଶ୍ଲେଷ, ବୁଝିବା ଅର୍ଥ ତା ଦ୍ବ୍ୟର୍ଥବୋଧକ। ବୁଝିବାର ଅର୍ଥ ନିଶ୍ଚିତ ଭାବରେ ଦ୍ବ୍ୟର୍ଥବୋଧକ ଏବଂ ଶୂର୍ପଣଖାର ବୁଝିବା ଭିନ୍ନ ଏବଂ ଲକ୍ଷ୍ମଣଙ୍କର ବୁଝିବା ଭିନ୍ନ। ସୁନ୍ଦର ଭାବରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହାକୁ ଶ୍ଲେଷ ଅଳଙ୍କାରରେ ସ୍ଥାନିତ କରିଛନ୍ତି, ଯାହାକି ବୈଦେହୀଶ ବିଳାସର ଏକ ସର୍ବଶ୍ରେଷ୍ଠ ପଦ ରୂପେ ମଧ୍ୟ ଏହା ବିବେଚିତ ହୁଏ। ଯାହା କୁହାଯାଇଥିଲା ବଢ଼ାଉ ହସ୍ତ ସୀତାର ନାଶ ଆଶାରେ, ବିହି ଲେଖିଦେଲେ ତାକୁ ଭାଷା ଶ୍ଲେଷରେ। ବାବୁ ନାକ ସିରି ଦାନ ଯୋଗ୍ୟ ଯୋଷାକୁ,
ବିହର କାନନ କର ଆଲିଙ୍ଗନକୁ। ଯେଉଁ ସରଳ ଭାଷାକୁ ଶୂର୍ପଣଖା ବୁଝିଥିଲା, କୁହାଯାଇଛି ରାମଚନ୍ଦ୍ରଙ୍କ ଦ୍ୱାରା, ରେ ବାବୁ ଲକ୍ଷ୍ମଣ, ସ୍ୱର୍ଗ ସମ୍ପତ୍ତିକୁ ଦେବା ପାଇଁ ଯୋଗ୍ୟ ଏ ଯେଉଁ ରମଣୀ, ଏହାକୁ କୋଳ କରି ବନରେ ଏହା ସହିତ ବିହାର କର। ଅଥଚ ଭିନ୍ନ ଏବଂ ଶ୍ଲେଷ ଭଙ୍ଗୀରେ ଲକ୍ଷ୍ମଣ ଏହାକୁ ଯାହା ଅର୍ଥ କରିଛନ୍ତି ଏବଂ ବୁଝିଛନ୍ତି, ତାହାକୁ ସୁନ୍ଦର ଭାବରେ କୁହାଯାଇଛି ବୈଦେହୀଶ ବିଳାସର ଏହି ତ୍ରୟୋବିଂଶ ପଦରେ ସୁନ୍ଦର ଭାବରେ। ହେ ବାବୁ ଲକ୍ଷ୍ମଣ, ଏ କାମିନୀର ନାସିକା ଶୋଭାକୁ ଛେଦନ ଯୋଗ୍ୟ ଅଟେ ଏବଂ ଅର୍ଥାତ୍ ଏହାର ନାକକୁ କାଟିବା ଉଚିତ ଏବଂ ଏହାକୁ ଆଲିଙ୍ଗନ କରିବା ଉଚିତ ନୁହେଁ ଏବଂ ଏହାର କାନକୁ ମଧ୍ୟ ବିଶେଷ ଭାବରେ ହରଣ କର, ଅଥଚ ଏହାର ନାସା ଏବଂ କର୍ଣ୍ଣକୁ ଛେଦନ କର ଏବଂ ଏହାର ସମୁଚିତ ଦଣ୍ଡବିଧାନ କରିପାରିବ। ଏହିଭଳି ଭାବରେ ଶୂର୍ପଣଖାର ଦଣ୍ଡବିଧାନ କରିବା ପାଇଁ ଶ୍ଲେଷ ଭାଷାରେ ରାମଚନ୍ଦ୍ର ଲକ୍ଷ୍ମଣଙ୍କ ପାଖକୁ ଯେଉଁ ପତ୍ରକୁ ପ୍ରେରଣ କରିଥିଲେ, ଯାହାର ଅର୍ଥ ନିଶ୍ଚିତ ଭାବରେ ଏହି ଶୂର୍ପଣଖା ବୁଝିପାରିନଥିଲେ, ସୁନ୍ଦର ଭାବରେ ବୈଦେହୀଶ ବିଳାସରେ ଏହି ତ୍ରୟୋବିଂଶ ଛାନ୍ଦରେ ଏହାକୁ ରଚନା କରି କାଳଜୟୀ ହୋଇଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଏବଂ ବିଶେଷ କରି ଏହିଭଳି ଭାବରେ ଆଉ କିଛି ପଦ ଆମେ ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବରେ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।